ମୁଁ ସବୁବେଳେ କହେ ଆଉ ଆଜି ବି କହୁଛି ସେ ସିଂହ ଭଳିଆ ଥିଲା, ସିଂହ ଭଳିଆ ବଞ୍ଚିଥିଲା ଆଉ ସିଂହ ଥିଲା କେବଳ ଲୋକଙ୍କ ପାଇଁ, ଲୋକଙ୍କ କାମ ପାଇଁ। ଏତେ ଅମାୟିକ ବ୍ୟକ୍ତିତ୍ୱ, ସବୁବେଳେ ଲୋକଙ୍କ ପାଇଁ କାମ କରିବା, ସେ ଲୋକଙ୍କ ପାଇଁ ସମସ୍ତ ସହିତ ଲଢେ, ସାଧାରଣ ଲୋକଙ୍କ ପାଇଁ ସମସ୍ତ ସହିତ ଲଢେ। ପଶ୍ଚିମ ଓଡିଶାର ଜଣେ ଅତି ଟାଣୁଆ ନେତା, ବିଜୁ ଜନତା ଦଳର ଗୋଟେ ମେରୁଦଣ୍ଡ କହିଲେ ପଶ୍ଚିମ ଓଡିଶାର ଅତ୍ୟୁକ୍ତି ହେବ ନାହିଁ। ସର୍ବୋପରି ମୋର ସେ ଭାଇ, ତା ସହିତ ଆମେ ଏତେ କାର୍ଯ୍ୟକ୍ରମ କରିଛୁ ଦଳର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର, ତାପରେ ଏତେ ଭରସା, କେତେ ଯେ ବାଇ ଇଲେକ୍ସନ ପଦମପଟୁ ନେଇକି ବିଜେପଟୁ ନେଇକି କେତେ ବାଇ ଇଲେକ୍ସନ, କେତେ ମେନ୍ ଇଲେକ୍ସନ ସବୁଠି ସେ କାମ କରନ୍ତି ଏବଂ ଦଳର ଗୋଟେ ମୁଖ୍ୟ ଭାଗ ପଶ୍ଚିମ ଓଡିଶାରେ ସେ ନିଭାନ୍ତି। କିନ୍ତୁ ଏ ସବୁର ପଟେ ଆଉ ଗୋଟେ ଜନମାନସର ନେତା ସେ, ତାଙ୍କର ସେବା ଦେଖିବେ ଆପଣ, କରୋନା ଦେଖନ୍ତୁ, ଯୋଉ ସମୟରେ ତାଙ୍କର ଦେଖିବେ ତାଙ୍କର ରାତି 2ଟା ପର୍ଯ୍ୟନ୍ତ ଲୋକ ଆସି କାମ କରିବା ପାଇଁ। ହସ୍ପିଟାଲ କେତେ ଲୋକଙ୍କୁ ପାଠ ପଢେଇଛନ୍ତି, କେତେ ଛୁଆ ତାଙ୍କ କ୍ୱାର୍ଟରକୁ ଗଲେ ଦେଖିବେ ଯେ କେତେ ଛୁଆ ପାଠ ପଢୁଥିଲେ, କାହାକୁ ଡକ୍ଟର, କାହାକୁ କେତେ, ସମସ୍ତଙ୍କୁ ତାଙ୍କ ଗୋଟେ ଦରଦୀ ମଣିଷ ଆଉ ଗୋଟେ ଜନସେବାର ଗୋଟେ ମୂର୍ତ୍ତିମନ୍ତ ଅବତାର। ତାଙ୍କର କ୍ଷତି ଏ ଦଳ ଏବଂ ପଶ୍ଚିମ ଓଡିଶା ଗୋଟେ ଅପୂରଣୀୟ କ୍ଷତି ଘଟିଛି, ତାର ପୂରଣ ହେଇପାରିବ ନାହିଁ। ମୁଁ ପ୍ରଭୁଙ୍କ ପାଖରେ, ଜଗନ୍ନାଥଙ୍କ ପାଖରେ ଜଣାଉଛି ତାଙ୍କ ପରିବାରକୁ ଶକ୍ତି ଦିଅନ୍ତୁ, ଏ ସମୟରେ ତାଙ୍କୁ ସାହସ ଦିଅନ୍ତୁ ଲଢିବା ପାଇଁ। ମୁଁ ସବୁବେଳେ କହେ ଆଉ ଆଜି ବି କହୁଛି ସେ ସିଂହ ଭଳିଆ ଥିଲା, ସିଂହ ଭଳିଆ ବଞ୍ଚିଥିଲା ଆଉ ସିଂହ ଥିଲା କେବଳ ଲୋକଙ୍କ ପାଇଁ, ଲୋକଙ୍କ କାମ ପାଇଁ। ଏତେ ଅମାୟିକ ବ୍ୟକ୍ତିତ୍ୱ, ସବୁବେଳେ ଲୋକଙ୍କ ପାଇଁ କାମ କରିବା, ସେ ଲୋକଙ୍କ ପାଇଁ ସମସ୍ତ ସହିତ ଲଢେ, ସାଧାରଣ ଲୋକଙ୍କ ପାଇଁ ସମସ୍ତ ସହିତ ଲଢେ। ତାର କେବେ ସେ ଦଳ ଦେଖିନି, ସାଧାରଣ ଲୋକ ପାଇଁ କେବେ ଦଳ ଦେଖିନି। ଦଳର ଉର୍ଦ୍ଧ୍ୱରୁ ଯାଇକି ଜନସେବା କରିଛି, ଜନମାନଙ୍କୁ ସେବା କରିଛି। ଏବଂ ସବୁଠୁ ବଡ କଥା, କେତେ ଯେ ପିଲାଙ୍କୁ ସେ ପାଠ ପଢିଛି ଆପଣ ଚିନ୍ତା ବି କରିପାରିବେନି। ଆଉ ଏଇଠି ଗୋଟେ ତାର କ୍ୱାର୍ଟରରେ ଗୋଟେ ରୁମ୍ କରିଥିଲା, ଯୋଉ ଏସିବି ରେ ଆସନ୍ତି, ଅଲଗା ଜାଗାରେ ହସ୍ପିଟାଲ ରହନ୍ତି, ତାଙ୍କର ବନ୍ଧୁମାନେ ଏଠି ରହନ୍ତି। ତାର କଥା କହିଲେ ସରିବନି, ଗୋଟେ ଏତେ ଲୋକ, ପରୋପକାରୀ ଲୋକ, ତାର ଗୋଟେ ମୋର ଭାଇ ସେ ହରେଇଛି, ମୁଁ ଗୋଟେ ଭାଇ ହରେଇଛି।